ମୁଁ ଆନନ୍ଦ ଚନ୍ଦ୍ର ସାହୁ ନିୟ ପ୍ରସାଦ ମଣ୍ଡଳ ସଭାପତି। ଆଜି ସାରା ଭାରତ ବର୍ଷରେ ପାଖାପାଖି ମାର୍ଚ୍ଚ 7 ରୁ ମାର୍ଚ୍ଚ 21 ପର୍ଯ୍ୟନ୍ତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଆଜି ଆମର ନିୟ ପ୍ରସାଦ ମଣ୍ଡଳୀର 19 ରୁ 20 ପର୍ଯ୍ୟନ୍ତ 2 ଦିନ ଧରି ଆମର এই ଅଭିଯାନ ପ୍ରଶିକ୍ଷଣ ଅଭିଯାନ ଚାଲିବ। ଏଥିରେ ଆଜି ବର୍ତ୍ତମାନ ଆମେ ଦୀନଦୟାଲଙ୍କ ଫଟୋଚିତ୍ର ମାଲ୍ୟାର୍ପଣ କରି ତାଙ୍କର ଆଦର୍ଶକୁ ପରିଲକ୍ଷିତ କରି ଆଜି ଆମର ଯେଉଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି, ଏଥିରେ ମୁଖ୍ୟ ଅତିଥି ମାନେ ସବୁ ଆସିଛନ୍ତି। ଆମର ଯେଉଁମାନେ ଆମର ଟ୍ରେନର ଅଛନ୍ତି ସେମାନଙ୍କୁ ଆମେ ଅତିଥି ରୂପେ ଏଠି ତାଙ୍କୁ ରାଜ୍ୟ ସରକାର ମାନଙ୍କ ଦଳୀୟ ପଠାଇଛନ୍ତି। ତା ଭିତରୁ ଆମର ବର୍ତ୍ତମାନ ଆଜି ଅଛନ୍ତି ଜଗବନ୍ଧୁ ଭାଇ, ଯିଏକି ଡେଭଲପମେଣ୍ଟ ୱାର୍କ ଉପରେ ତାଙ୍କର ଅଭିଭାଷଣ ରଖିଲେ। ବର୍ତ୍ତମାନ ଅଛନ୍ତି ମମତା ସ୍ୱାଇଁ, ଯିଏ ଆମର ନାରୀ ନେତ୍ରୀ ଅଛନ୍ତି ଢେଙ୍କାନାଳ ଜିଲ୍ଲା ବିଜେପି ସଭାନେତ୍ରୀ, ଏବଂ ଜିଲ୍ଲା ସମ୍ପାଦକ ଅମିଗାଇ ଅଛନ୍ତି। ଆମର ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା ଅଛନ୍ତି, ପୂର୍ବତନ ମଣ୍ଡଳ ସଭାପତି ଅଛନ୍ତି। ବହୁତ କାର୍ଯ୍ୟକର୍ତ୍ତା ଆଜି ପାଖାପାଖି ଆମର 125-130 ପାଖାପାଖି କାର୍ଯ୍ୟକର୍ତ୍ତା ଉପସ୍ଥିତ ଅଛନ୍ତି। ମୁଁ ସଭାପତି, ମଣ୍ଡଳ ସଭାପତି ଏବଂ ଆମର ଯାହା ସୁଚାରୁ ବର୍ତ୍ତମାନ ଚାଲିଛି। ଆଗାମୀ ଦିନରେ ଆଜି ପାଖାପାଖି 9ଟା 9:30 ସୁଦ୍ଧା ସରିବ। ତାପରେ ଆମର ଯେମିତି ବୁଥ ସ୍ତରୀୟ ଦଳକୁ ମଜବୁତ କରିବା ପାଇଁ ସେଇ ପ୍ରଶିକ୍ଷଣ ବର୍ତ୍ତମାନ ଚାଲିଛି। ସମସ୍ତଙ୍କୁ ବିଜେପିର ବା ଆମ ଦଳର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ଯୋଉ ନୀତି ନିୟମ ଅଛି ତାକୁ କେମିତି ମାନି ଚାଲିବା, ଏକତ୍ରିତ ହେଇ ବୁଥ ମଜବୁତ କରିବା। ଆଗାମୀ ଦିନରେ ଏ ଦଳକୁ ଆହୁରି ରାଷ୍ଟ୍ରକୁ ମଜବୁତ କରିବାକୁ ହେଲେ ବା ତାଙ୍କ ଆଦର୍ଶକୁ ମାନିବାକୁ ହେଲେ ଆମେ ସଂଗଠିତ କରିବା ନିହାତି ଦରକାର। ସବୁ ବୁଥ ସ୍ତରରେ ସଂଗଠନ ଦରକାର ଏବଂ ଏହି ପ୍ରଶିକ୍ଷଣ ଶିବିର ତାଙ୍କୁ ଦିଆଯାଉଛି ଯେ ଆଗାମୀ ଦିନରେ ଏ ବୁଥ ମଜବୁତ ହବ। ତାହା ହିଁ ଏକ ସୂତ୍ର।